ଗଭୀର ଜଙ୍ଗଲ ଭିତରେ ଗୋଟିଏ ବାଘ ଓ ତାର ଦୁଇଟି ଛୁଆକୁ ନେଇ ରହୁଥିଲା। ବାଘଟିର ସ୍ତ୍ରୀ ବହୁତ ଦିନ ଆଗରୁ ମରିଯାଇଛି। ଗୋଟିଏ ଦିନ ବାଘଟି ଶିକାର କରିବାକୁ ବାହାରିଲା, କାହିଁକି ନା ତାର ଆଉ ତା ଛୁଆମାନଙ୍କର ଭୋକ ମେଣ୍ଟାଇବା ଉଦ୍ଦେଶ୍ୟରେ। ସବୁଦିନ ପରି ସେଦିନ ବି ବାଘଟି ଶିକାର କରିବାକୁ ବାହାରିଲା। ହେଲେ ଦିନସାରା ଖୋଜି ଖୋଜି କିଛି ବି ହେଲେ ଶିକାର ପାଇଲା ନାହିଁ। ତ ତାପରେ ସେ ନିରାଶ ହୋଇ ଘରକୁ ଫେରି ଆସିଲା। ଫେରି ଆସୁଥିବା ସମୟରେ ତା ସାମ୍ନାରେ ଗୋଟିଏ ଶିଆଳ ଛୁଆଟିକୁ ଦେଖିବାକୁ ପାଇଲା। ହଉ ମ, ଯାହା ମିଳୁଛି ମିଳୁ, ଶେଷରେ ତ ଯାହା ହଉ କିଛି ମିଳିଗଲା ତ। ମୋର ପିଲାମାନେ ଆଉ ଭୋକରେ ରହିବେନି। ଏହା କହି ବାଘଟି ମୁହଁରେ ଶିଆଳ ଛୁଆଟିକୁ ଧରି ଘର ଆଡ଼େ ଚାଲି ଆସିଲା। ନା ନା, ଇଏ ତ ମୋର ଛୁଆମାନଙ୍କର ବୟସର ହେବ। ଆକୁ କ'ଣ ଖାଇବାଟା ଉଚିତ ହେବ କି? ତା ଛଡ଼ା ଆକୁ ଖାଇଲେ ତ ଆମର ପେଟ ପୂରିବନି। ଗୋଟେ କାମ କରିବି ତାହେଲେ, ଆକୁ ମୋର ପିଲାମାନଙ୍କ ସହିତ ରଖି ଲାଳନ ପାଳନ କରି ବଡ଼ କରିବି। ବାଘର ଛୁଆମାନଙ୍କ ସହିତ ଶିଆଳ ଛୁଆଟି ରହିବାକୁ ଲାଗିଲା। ଏମିତି ଭାବରେ ଏକା ସାଙ୍ଗରେ ବାଘ ଛୁଆ ଓ ଶିଆଳ ଛୁଆ ମିଶି ବଡ଼ ହେବାକୁ ଲାଗିଲେ। ହେଲେ ବାଘର ମନରେ ସବୁବେଳେ ଭୟ ଲାଗି ରହୁଥିଲା। ଆଚ୍ଛା, ମୋର ପିଲାମାନେ ଶିଆଳ ଛୁଆରେ କିଛି କ୍ଷତି କରିବେନି ତ? ଶିଆଳ ଛୁଆ ଓ ବାଘ ଛୁଆମାନେ ଏକା ସାଙ୍ଗରେ ଖେଳକୁଦ କରିବାକୁ ଲାଗିଲେ, ଆଉ ବୁଲାବୁଲି ବି କଲେ। ଏମିତି ଭାବରେ ସବୁଦିନ ସେମାନେ ଏକା ସାଙ୍ଗରେ ରହିଲେ। ଏମିତି ଗୋଟେ ଦିନ ଶିଆଳର ସାମ୍ନାରେ ଆସି ଭାଲୁଟିଏ ଛିଡ଼ା ହୋଇଗଲା। ବାଘର ଛୁଆମାନେ ଟିକେ ପଛରେ ଥିଲେ। ଶିଆଳ ଏସବୁ ଦେଖି ଖୁବ୍ ଭୟ ପାଇଗଲା। ତ ସେ ମନରେ ସାହସ ନେଇ କହିଲା, ଆରେ କିଏ ତୁ? କ'ଣ କହିଲୁ? ତୁ କ'ଣ ମୋତେ ଚିହ୍ନିନୁ କି? ମୁଁ ପରା ଭାଲୁ, ଏଇ ଜଙ୍ଗଲରେ ମୁଁ ରୁହେ। ହା 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 ହା। ଆଉ ମୁଁ ଏଇ ଜଙ୍ଗଲର ରାଜା। ତୁ ଚୁପ୍ କର, ଜଙ୍ଗଲର ରାଜା ତ ସିଂହ, ଆଉ ତୁ କେମିତି ଜଙ୍ଗଲର ରାଜା ହେଲୁ? ଇଏ ତୁ କ'ଣ କହିଲୁ ମୋତେ? ଦେଖିବୁ ଏଇନେ ମଜା। ଏହା କହି ଭାଲୁଟି ଶିଆଳକୁ ଗୋଡ଼େଇଲା। ହା 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 ହା। ଆରେ ଭାଇ, ତୁମେମାନେ ହସୁଛ କ'ଣ ପାଇଁ? ମୋତେ ଗୋଟେ ଭୟଙ୍କର ଭାଲୁ ଗୋଡ଼ଉଛି, ଆଉ ତୁମେମାନେ ମୋତେ ତା ହାତରୁ ନ ବଞ୍ଚେଇ ହସୁଛ। ଦେଖେ, ତୁ ଭୟ କରେନି, ଆମେମାନେ ତା ସହିତ ମୁକାବିଲା କରିବୁ। ଏହାପରେ ବାଘ ଦୁଇଟି ଭାଲୁକୁ ତଡ଼ିବା ପାଇଁ ଗୋଡ଼େଇଲେ। ଆଉ ଫେରିଆସି କହିଲେ, ଦେଖିଲୁ ତ କେମିତି ପଳେଇଲେ? ଭୟ କଲେ ସେମାନେ ମାଡ଼ି ଆସିବେ, ଆଉ ଭୟ ଦେଲେ ପଳେଇବେ। ବାବା, ଭାଇ କ'ଣ ପାଇଁ ଏତେ ଡରୁଛି? ମାନେ ଆଜି ଗୋଟେ ଭାଲୁ ତାର ସାମ୍ନାରେ ପଡ଼ିଗଲା, ଆଉ ଭାଇ ତାକୁ ଦେଖି ଦୌଡ଼ି ପଳେଇଲା। ହେଲେ ଯେତେବେଳେ ଆମେ ଭାଲୁକୁ ତଡ଼ିଦେଲୁ, ସେ ଆମ ଭୟରେ ପଳେଇଲା। ରୁହ ରୁହ, ତୁମେମାନେ ଆଉ ଏତେ ଅଧିକ ଦେଖେଇ ହୁଅନି। ଯାଅ, ତୁମେ ଦି ଜଣ ଏବେ ଭିତରକୁ ଯାଅ। ନା ବାବା, ଏସବୁ ଠିକ୍ ନୁହେଁ। ସେ ଦୁଇ ଜଣ ଯାକ ମୋତେ ଅସହାୟ ଅବସ୍ଥାରେ ଦେଖି ଥଟ୍ଟା କରିଥିଲେ, ହସାହସି ବି ହେଇଥିଲେ। ନା ନା ଧନ, ତୁ ତାଙ୍କ କଥାକୁ ଅଲଗା ଅର୍ଥରେ ଭାବୁଛୁ। ସେମାନେ ହେଲେ ବାଘର ପିଲା,
ସେମିତି ସ୍ୱଭାବ ଆମର। ସେମାନେ ଯେତେବେଳେ ଭାଲୁକୁ ତଡ଼ିଲେ ତୁ ତ ସେଠାରେ ଛିଡ଼ା ହୋଇଥିଲୁ ନା। ଏ ସାହସ ତାଙ୍କୁ ଭଗବାନ ଦେଇଛନ୍ତି। ତୁମେ ଯାହା କୁହ ପଛେ ବାବା, ମୁଁ ସେ 2 ଜଣଙ୍କୁ ଜମାରୁ ଛାଡ଼ିବିନି। ମୁଁ ତାଙ୍କୁ ମାରି ପକେଇବି। ସେମାନେ ମୋତେ ବହୁତ ଅପମାନ କରିଛନ୍ତି। କ'ଣ କହିଲୁ ତୁ? ମୋର ପିଲାମାନଙ୍କୁ ମାରିବୁ? କ'ଣ ପାଇଁ ମାରିବୁ ତାଙ୍କୁ? ତୁ ହେଲୁ ଗୋଟେ ଭୀରୁ କାପୁରୁଷ। ତୋର ଏତେ ସାହସ ନାହିଁ। ଆଉ ଆମର ପିଲାମାନେ ଭାରି ସାହସୀ, ଶକ୍ତିଶାଳୀ, ଠିକ୍ ମୋ ପରି, ମୋ ପିଲାମାନେ। ତାହେଲେ ମୁଁ କିଏ? ମୁଁ କ'ଣ ତୁମର ପିଲା ନୁହେଁ? ନା। ନା ମାନେ? ନା ନା, ମାନେ ତୁ ହେଲୁ ଗୋଟେ ଶିଆଳର ଛୁଆ। ଆଚ୍ଛା ଶୁଣ, ତୁ ମନରେ ଆଉ କଷ୍ଟ ପାଆନି। ତୁ ଆଜି ଯେହେତୁ ତୁ ତୋର ଅସଲ ପରିଚୟ ପାଇସାରିଛୁ, ତୁ ଏ ଜାଗା ଛାଡ଼ି ପଳେଇ ଯା। ନହେଲେ କୌଣସି ସମୟରେ ଅଘଟଣ ବି ଘଟିପାରେ। ହେଲେ ମୁଁ ତୁମର। ଯା ଯା, ପଳା ତୁ। ଏ ଜାଗା ଛାଡ଼ି ଶୀଘ୍ର ପଳା। ଯା ତୁ, ଦୂରକୁ ଚାଲିଯା। ବାଘର କଥା ଶୁଣି ଶିଆଳଟି ମନରେ ବହୁତ କଷ୍ଟ ପାଇଲା। ଆଉ ସେଠାରୁ ସେ ବହୁତ ଦୂରକୁ ଚାଲିଗଲା। ଅନ୍ୟ ପ୍ରଜାତିର ପଶୁଙ୍କୁ ନିଜ ପାଖରେ ରଖି ଲାଳନ ପାଳନ କଲେ ଯେତେ ତୁମ ପରି ଗଢ଼ିବାକୁ ଚାହିଁଲେ ବି ସେ କଦାପି ତୁମ ପରି ହୋଇପାରିବେ ନାହିଁ। କାରଣ ତାର ଗୋଟେ ନିଜସ୍ୱ ପରିଚୟ ଅଛି, ତାର ନିଜସ୍ୱ ଜାତି ବି ଅଛି। ତ ସେଥିପାଇଁ ଶିଆଳ କେବେ ବାଘ ହୋଇପାରିବନି। ଗୋଟିଏ ଜଙ୍ଗଲରେ ଗୋଟିଏ ଶିଆଳଟିଏ ବାସ କରୁଥିଲା। ସେ ବହୁତ ଖୁସ୍ ମିଜାଜର ଥିଲା ଆଉ ବହୁତ ଭଲ ମନର ଶିଆଳଟି ବି ଥିଲା। ସେଥିପାଇଁ ତାକୁ ସମସ୍ତେ ସମ୍ମାନ କରୁଥିଲେ। କିନ୍ତୁ କିଛି ଦିନ ହେବ ସେଇ ଜଙ୍ଗଲରେ ଗୋଟିଏ ମାଛିଟିଏ ସମସ୍ତଙ୍କୁ ଭୀଷଣ ବିରକ୍ତ କରୁଥିଲା। ସେ ବହୁତ ଛୋଟ ଓ ଉଡ଼ି ପଳାଏ ବୋଲି ତାର କେହି କିଛି କରିପାରନ୍ତି ନାହିଁ। ଗୋଟିଏ ଦିନ ଶିଆଳଟି ବସି ତାର ଖାଇବା ଖାଉଥାଏ। ଶିଆଳକୁ ଦେଖି ମାଛିଟି ଭାବିଲା, ଆରେ ଇଏ ବୋଧେ ଶିଆଳ ଭାଇ। ଯାଉଛି ତାକୁ ଟିକେ ବିରକ୍ତ କରି ଆସିବି। ଆଜି ସକାଳଠାରୁ କାହାକୁ ବିରକ୍ତ କରିନି। ଏଇ ଶିଆଳ ଭାଇଠାରୁ ବିରକ୍ତ କରିବା ଷ୍ଟାର୍ଟ କରିଦେବି। ତାପରେ ମାଛିଟି ଶିଆଳ ପାଖକୁ ଯାଇ ଭଣ ଭଣ କରିବାରେ ଲାଗି ପଡ଼ିଲା ଆଉ ତାର ପାଖେ ପାଖେ ଘୂରିବାକୁ ଲାଗିଲା। ଓହୋ ମାଛି, ତୁ ମୋତେ ଆଉ ବିରକ୍ତ କରେନି। ଯା ଠାରୁ ତୁ ଏବେ। ସକାଳଠାରୁ କିଛି ଖାଇନି, ଟିକେ ଶାନ୍ତିରେ ଖାଇବାକୁ ଦେ। ଓହୋ, ଯା ପରା କହୁଛି, ଯା। କିନ୍ତୁ ମାଛିଟି ତା କଥା କିଛି ନ ଶୁଣି ତାକୁ ବିରକ୍ତ କରିବାକୁ ଲାଗିଲା। ହେଲେ ଶିଆଳ ମାଛିର କଥାକୁ ନ ଶୁଣିବାକୁ ବହୁତ ଚେଷ୍ଟା କଲା। ହେଲେ ମାଛି କୌଣସି ପ୍ରକାରେ ସେଠାରୁ ଯିବାର ନାଁ ହିଁ ଧରୁନଥିଲା। ଏହାପରେ ଶିଆଳ ଭାବିଲା, ଗୋଟେ କାମ କରିବି, ମୁଁ ଚୁପଚାପ ବସି ରହିବି, ଆଉ ତାହେଲେ ଏ ମାଛି ମୋତେ ବିରକ୍ତ କରିବ ନାହିଁ। ଏହାପରେ ଶିଆଳ କିଛି ସମୟ ଚୁପ୍ କରି ବସି ରହିଲା। ମତେ କ'ଣ ବୋକା ଭାବୁଛୁ? ତୁ ଭାବିଲୁ ମୁଁ ନହେଲେ ତୁ ଏଠାରୁ ଚାଲିଯିବୁ? ତୁ ବସିବୁ, ମୁଁ ବି ବସିବି। ତୁ ଉଠିବୁ, ମୁଁ ବି ଉଠିବି। ହା 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 ହା। ଏହିପରି 2 ଜଣ ଯାକ କିଛି ସମୟ ଚୁପ୍ ହୋଇ ରହିଲେ। କାହିଁ ଆଉ କିଛି ଶବ୍ଦ ତ ଶୁଭୁନି। ବୋଧେ ମାଛିଟା ପଳେଇଲା। ଯାଉଛି, ଏବେ ଖାଇବି। ଏହା କହି ଶିଆଳଟି ଖାଇବା ଆରମ୍ଭ କରିଛି ତ ପୁଣି ସେଇ ମାଛିଟି ଆସି ତା ପାଖରେ ଭଣ ଭଣ ହେବା ଷ୍ଟାର୍ଟ କରିଦେଲା। ଓହୋ, ତୁ ପୁଣି ଆଉଥରେ ଆସିଲୁ। ବୁଝିଲି, ତୁ ବୋଧେ ମୋତେ ଖାଇବାକୁ ଆଜି ଦେବୁ ନାହିଁ। ହଉ ରହ, ମୁଁ ହିଁ ଚାଲି ଯାଉଛି ଏଠୁ। ଏହା କହି ଶିଆଳଟି ସେଠାରୁ ଉଠି ଗୋଟିଏ ନଦୀର ପାଖକୁ ଗଲା।
ଏଠି ଆଉ ମୋତେ କେହି ବିରକ୍ତ କରିବେନି। ଏଠି ମୁଁ ଆରାମରେ ଖାଇପାରିବି। ସେ ମାଛିଟା ମୋତେ ଟିକେ ଖୁଆଇ ଦେଲାନି। ଭୋକ ଜୋରେ ଲାଗିଲାଣି। ଏବେ ମଜାରେ ଖାଇବି। ମୁଁ ତ ଥାଉ ଥାଉ ଏଇଟା ହେବାକୁ ଦେବି ନାହିଁ। ହା 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 ହା। ଯେତେବେଳେ ଶିଆଳଟି ଖାଇବା ଆରମ୍ଭ କରିଛି ସେତିକିବେଳେ ମାଛିଟା ତା ମୁହଁ ପାଖରେ ପୁଣି ଭଣ ଭଣ କରିବା ଷ୍ଟାର୍ଟ କରିଦେଲା। ସେ ମାଛିଟିକୁ ଶିଆଳଟି ମାରିବାକୁ ଉଠିଲା। ମାରିବାକୁ ଯାଉ ଯାଉ ସେ ନଦୀରେ ପଡ଼ିଗଲା। ଏ ମାଛି, ତୁ ଏ କାମଗୁଡ଼ା କିନ୍ତୁ କିଛି ଠିକ୍ କଲୁନି। ବଢ଼ିଆ ମଜା ହେଇଛି। ଆଜି ଶିଆଳକୁ ମୁଁ ବହୁତ ହଇରାଣ କଲାଣି। ଏବେ ମୁଁ ଯାଉଛି। ଆଉ କାହାକୁ ବିରକ୍ତ କରିପାରିବି କି ନାହିଁ ଖୋଜିବି। ହଉ, ଯାଏ ଦେଖେଁ। ଏହା କହି ମାଛିଟି ସେଠାରୁ ଚାଲିଗଲା। ଓହୋ, ଗୋଟେ ମାଛି ପାଇଁ ଆଜି ମୁଁ କେତେ ହଇରାଣରେ ପଡ଼ିଲିଣି। ଏ ମାଛିଟାର ଦୁଷ୍ଟାମି ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାଇବାଟା ବି ଟିକେ ଠିକରେ ଖାଇପାରିଲି ନାହିଁ। ତା ପରଦିନ ଆରେ ଶିଆଳ ଭାଇ, ଘରେ ଅଛ? ଶିଆଳଟି ଘରୁ ବାହାରି ଆସିଲା। କ'ଣ ହେଇଛି ଗାଈ ଭାଇ, ମୋତେ ଡାକିଲ ଯେ? ତୁମ ସହିତ ଟିକେ ଜରୁରୀ କଥା ଅଛି। ଜରୁରୀ କଥା? କି ଜରୁରୀ କଥା? ଜାଣିଛ, ଏ ଜଙ୍ଗଲରେ ପ୍ରାୟ ଗୋଟିଏ ସମସ୍ୟା ଲାଗି ରହିଛି। ସମସ୍ୟା? କି ସମସ୍ୟା? କ'ଣ ହେଇଛି କୁହ ତ? କ'ଣ ଆଉ ହବ, ସେଇ ମାଛି। ହଁ, ତୁମେ ଠିକ୍ କଥା କହିଛ। ଏଇ ମାଛି ଯନ୍ତ୍ରଣାରୁ ରକ୍ଷା ପାଇ ହେଉନି। ସେ ବାଜ୍ୟ ମାଛି ସକାଶେ ମୁଁ ତ କାଲି ମୋର ଖାଇବାଟା ଠିକରେ ଖାଇପାରିଲି ନାହିଁ। ଜାଣିଛ କାଲି କ'ଣ ହେଲା? କ'ଣ ହେଇଛି? କାଲି ମୋତେ ସେ ମାଛି ଖାଇବାକୁ ବି ଟିକେ ଦେଲାନି। ଆଉ ତାପରେ ପୁଣି ମୋତେ ସିଏ ନଦୀରେ ପକେଇଦେଲା। ମାଛି ପୁଣି କେମିତି ତୁମକୁ ନଦୀରେ ପକେଇଦେଲା? ସେ ଗୋଟେ ଲମ୍ବା କାହାଣୀ। ତୁମେ କୁହ, ତୁମ ସହିତ ସେ କ'ଣ କରିଛି? ମୁଁ ଘାସ ଖାଉଥିଲି। ସେତିକି ବେଳେ ଆରମ୍ଭ ହୋଇଗଲା ମାଛିର ଅତ୍ୟାଚାର। କେତେବେଳେ କାନ ପାଖେ ତ କେତେବେଳେ ମୁହଁ ପାଖରେ ଭଣ ଭଣ କରି ଚାଲିଲା। ପୁଣି କେତେବେଳେ ମୋ ପିଠି ଉପରେ ବସି ପଡ଼ୁଛି। ମୋ ପିଠିରେ ଟିକେ ଖଣ୍ଡିଆ ହୋଇଯାଇଛି ତ ତାରି ଉପରେ ବସି ମୋତେ ଭାରି ବିରକ୍ତ କରୁଛି। ଏ ବାଜ୍ୟ ମାଛିଟା କେବେ ଯେ ଭଲ ହେବ କେଜାଣି? କେବଳ ମୋ ସହିତ ନୁହେଁ, ଏ ଜଙ୍ଗଲର ଅନ୍ୟମାନଙ୍କ ଜୀବନକୁ ବି ଏ ମାଛି ଅତିଷ୍ଠ କରି ପକେଇଲାଣି। ହଁ, ଠିକ୍ କହିଛ ତୁମେ। ଏଥିରୁ ମୁକ୍ତି ପାଇବାକୁ ହେଲେ ଉପାୟ ଚିନ୍ତା କରିବାକୁ ପଡ଼ିବ। ହଁ, ମୁଁ ମାଙ୍କଡ଼ ସହିତ କଥା ହେଇଥିଲି। ସେ ଗୋଟିଏ ଭଲ ବୁଦ୍ଧି ଦେଇଛି। କି ବୁଦ୍ଧି? ମଣିଷମାନେ ଗୋଟିଏ ଯନ୍ତ୍ର ଆବିଷ୍କାର କରିଛନ୍ତି। ବ୍ୟାଟ୍ ପରି ଦେଖାଯାଏ ସେଇଟା। ତା ମଝିରେ ଇଲେକ୍ଟ୍ରିକ୍ ଥାଏ। ସେ ମଝିରେ ମଶା କି ମାଛି ଯଦି ଆଘାତ କରାହୁଏ ତାହେଲେ ସେମାନେ ଇଲେକ୍ଟ୍ରିକ୍ କରେଣ୍ଟ ଖାଇ ମରିଯାଆନ୍ତି। ଏଇ ଗୋଟିଏ ଉପାୟ ଅଛି ଆମ ପାଖରେ। ତୁମେ କ'ଣ ପାଗଳ ହୋଇଯାଇଛ କି ଗାଈ ଭାଇ? ଏଇଟା କିଛି ଉପାୟ ନୁହେଁ। ଏଠି ଆମ ପରି ସବୁ ପ୍ରାଣୀମାନଙ୍କର ବଞ୍ଚିବାର ଅଧିକାର ଅଛି। କାହାକୁ ହତ୍ୟା କରିବା ଠିକ୍ ନୁହେଁ। ସେ ତ ଖାଇବା ଖୋଜିବା ପାଇଁ ଏମିତି କରୁଛି, ଆଉ ଏପରି ହତ୍ୟା କରିବା ଠିକ୍ ନୁହେଁ। ହଁ, ତୁମେ ଠିକ୍ କହୁଛ। ହେଲେ ଆମକୁ ମାଛି କବଳରୁ ବଞ୍ଚିବା ପାଇଁ କିଛି ଉପାୟ ବାହାର କର। ଠିକ୍ ଅଛି, ଦେଖୁଛି କ'ଣ କରିହେବ। ହଉ, ଠିକ୍ ଅଛି। ମାଛିଟି ଶିଆଳର ସବୁ କଥା ଶୁଣୁଥାଏ, ଆଉ ସେ ତାର ଭୁଲକୁ ବୁଝିପାରୁଥାଏ। ଶିଆଳକୁ କାଲି ମୁଁ କେତେ ବିରକ୍ତ କରିଛି, ହେଲେ ସିଏ ଟିକେ ବି ହେଲେ ମୋ ବିରୁଦ୍ଧରେ କିଛି ବି ହେଲେ କଥା ହେଲାନି। ପୁଣି ମୋତେ ବଞ୍ଚେଇବାର କଥା ବି କହୁଛି। ମୁଁ କେତେ ବଡ଼ ଭୁଲ କରିଛି। ମୋତେ ଏବେ କ୍ଷମା ମାଗି ନେବା ଉଚିତ। ତାପରେ ମାଛିଟି ଶିଆଳ ପାଖକୁ କ୍ଷମା ମାଗିବାକୁ ଗଲା। ଶିଆଳ ଭାଇ, ଦେଖ, ତୁ ମୋତେ ବିରକ୍ତ କରେନି ଏବେ। ନା ଶିଆଳ ଭାଇ, ମୁଁ ଏବେ କ୍ଷମା ମାଗିବାକୁ ଆସିଛି ତୁମ ପାଖକୁ। ମୋତେ କ୍ଷମା କରିଦିଅ। ମୁଁ ମୋର ଭୁଲକୁ ବୁଝିପାରିଛି। ମୁଁ ତୁମକୁ ଏତେ ବିରକ୍ତ କରିଛି, ହେଲେ ତୁମେ ମୋତେ କ୍ଷମା କରିଦେଇଛ। ମୁଁ ଏତେ ଦିନ ପର୍ଯ୍ୟନ୍ତ ଯାହା ସବୁ କରିଛି ସେଥିପାଇଁ ମୁଁ ପୁରା ଅନୁତାପ କରୁଛି।
ମତେ କ୍ଷମା କରିଦିଅ ଶିଆଳ ଭାଇ। ତୁମେ ଯଦି କହିବ ମୁଁ ଏ ଜଙ୍ଗଲ ଛାଡ଼ି ଚାଲିଯିବି। ନା ନା, ତାର କିଛି ଆବଶ୍ୟକ ନାହିଁ। ତୁମେ ଆଜିଠାରୁ ଆଉ କାହାକୁ ବି ବିରକ୍ତ କରନି। ଏ ଜଙ୍ଗଲ ତ ଆମ ସମସ୍ତଙ୍କର ନା। ହଁ ଠିକ୍ କହିଛ, ମୁଁ ସମସ୍ତଙ୍କ ସହିତ ସାଙ୍ଗ ଭଳି ବ୍ୟବହାର କରିବି। ଠିକ୍ ଅଛି ସାଙ୍ଗ। ଏହା ପରେ ମାଛି ସେଠାରୁ ଚାଲିଗଲା, ଆଉ ଶିଆଳଟି ବି ଚାଲିଗଲା, ଆଉ ତାଙ୍କ ମଧ୍ୟରେ ଭଲ ସାଙ୍ଗ ମଧ୍ୟ ହୋଇଗଲା। ଏହିପରି ଭାବରେ କିଛି ଦିନ କଟିଗଲା। ହଠାତ୍ ଗୋଟିଏ ଦିନ ଶିଆଳ ଜଙ୍ଗଲ ମଧ୍ୟ ଦେଇ ଯାଉଥାଏ, ଆଉ ତାର ସାମ୍ନାକୁ ଗୋଟିଏ ବାଘ ଆସି ପହଞ୍ଚିଗଲା। ଆରେ ବାଘ ମାମୁଁ, ତୁମର କ'ଣ ଦରକାର? ମୋର? ହା 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 ହା, ମୋର ତୁ ହିଁ ଦରକାର। ସକାଳୁ ଏପର୍ଯ୍ୟନ୍ତ ମୁଁ କିଛି ବି ହେଲେ ଖାଇନି। ଏବେ ମୁଁ ତତେ ହିଁ ଖାଇବି। ଏ କ'ଣ କହୁଛ? ମୋତେ ଖାଅ ନାହିଁ, କ୍ଷମା କର। ହା 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 ହା, ବେଶୀ କଥା କହନି। ଚୁପ୍ କି ମୋ ପାଖକୁ ଚାଲି ଆସ। ନା ନା, ମୋତେ ଖାଅ ନାହିଁ। ଠିକ୍ ସେହି ସମୟରେ ସେ ମାଛିଟି ଚାଲି ଆସିଲା। ବାଘ ଧୀରେ ଧୀରେ ଶିଆଳ ପାଖକୁ ଯାଉଥାଏ। କିଏ ଅଛ? ବଞ୍ଚାଅ ମୋତେ। ରୁହ ସାଙ୍ଗ ରୁହ, ମୁଁ ଆସିଛି। ସାଙ୍ଗେ ସାଙ୍ଗେ ସେହି ସମୟରେ ମାଛିଟି ବାଘର ନାକ ପାଖରେ ଭଣ ଭଣ କରିବା ଷ୍ଟାର୍ଟ କରିଦେଲା। ଏ ମାଛି, ଏଠିକି କ'ଣ ପାଇଁ ଆସିଲୁ? ଯା ଏଠୁ ତୁ। ହୁସ୍ ହୁସ୍, ଯା ତ ଏଠୁ କହୁଛି, ଯା ଏଠୁ। ମୋର ସାଙ୍ଗକୁ ଖାଇବୁ? ଦେଖ ମୁଁ ତୋର କ'ଣ କରୁଛି ଏବେ। ବାଘଟି ଯେତେ ଚେଷ୍ଟା କଲେ ବି ପାରିଲାନି। ତାପରେ ମାଛିଟି ବାଘର କାନରେ ପଶିଗଲା। ଏହି କାରଣରୁ ବାଘ ପୁରା ବିରକ୍ତ ହୋଇଗଲା, ଆଉ ତାର ମୁଣ୍ଡଟି ଆଘାତ ପାଇବାରେ ଲାଗିଲା। ହା 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 ହା, ଏବେ ଦେଖିବି ମଜା। ବାଘଟି କୌଣସି ପ୍ରକାରରେ ମାଛିଟିକୁ ବାହାର କରିପାରିଲା ନାହିଁ। ଏହି କାରଣରୁ ମୁଣ୍ଡରେ ଆଘାତ ପାଇ ପାଇ ସେଠାରୁ ଜୋରରେ ଦୌଡ଼ି ପଳାଇଲା। ହା 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 ହା। ବାଘଟି ଦୌଡ଼ି ପଳାଇବା ପରେ ମାଛିଟି ବାଘର କାନରୁ ବାହାରି ଶିଆଳ ପାଖକୁ ଆସିଲା। ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମେ ଯଦି ନଥାନ୍ତ ତାହେଲେ ମୁଁ ତ ମରିଯାଇଥାନ୍ତି ସାଙ୍ଗ। ତୁମେ ସତ କହିଲ ସାଙ୍ଗ। ତୁମେ ବିପଦରେ ପଡ଼ିଛ, ପୁଣି ମୁଁ ସାହାଯ୍ୟ କରିବିନି? ମୁଁ ଥାଉ ଥାଉ ତୁମର କିଛି ହେବନି। ତୁମେ ମୋର ଜୀବନ ବଞ୍ଚେଇଛ, ଆଉ ମୁଁ ତୁମ ଜୀବନକୁ ସଙ୍କଟରେ ପକେଇବି? ଧନ୍ୟବାଦ ସାଙ୍ଗ। ଚାଲ ସାଙ୍ଗ, ଆଜି ମୁଁ ତୁମକୁ ଚିକେନ ସୁପ୍ ରାନ୍ଧିକି ଖୁଆଇବି। ଆଚ୍ଛା, ଚାଲ ତାହେଲେ। ତାପରେ ମାଛି ଓ ଶିଆଳ ଦୁଇଜଣ ଯାକ ସାଙ୍ଗ ହୋଇ ସୁପ୍ ଖାଇବାକୁ ବାହାରିଗଲେ। ଏହିପରି ସେମାନଙ୍କର ବନ୍ଧୁତ୍ୱ ଆହୁରି ଗଭୀର ହୋଇଗଲା।